कल कोई अपने वॉइस में थैंक यू वाला वीडियो कोई नहीं दिया, तो फिर मैं आज क्लास नहीं कर रही हूँ। खाली सुष्मिता मैम को छोड़ के कोई नहीं, तो फिर किसी को समझ में ही नहीं आ रहा है मेरे क्लास का मीनिंग। मैं क्यों वॉइस रिकॉर्ड में कुछ ब्रेकडाउन नहीं है, 5 मिनट बोलने के लिए। कोई भी नहीं, चलो बाकी सबका तो ब्रेकडाउन नहीं था ना। ନାଇଁ ମୁଁ actually ବୁଝି ପାରିଲିନି କି ମାନେ କେମିତି ସେଟା ମୁଁ କହିଲି କିଏ କରିଲେ କେମିତି ବୁଝି ପାରିଲିନି ଯେ ସେଟା କୋଉ ବିଷୟରେ ଥ୍ୟାଙ୍କ ୟୁ କୁହାଯିବ ନହେଲେ କରିଥାନ୍ତି। କୋଉ ବିଷୟରେ ବି ନାହିଁ, ଯେମିତି ବି ହେଉ ଥ୍ୟାଙ୍କ ୟୁ ମାନେ ସେ କ୍ଲାସ୍ ରେ ମୁଁ କହୁଛି ଡେଲି, କାହିଁକିନା ମୁଁ ତ ରେକର୍ଡିଂ ସବୁବେଳେ କରୁନି ନା, ମୋବାଇଲ ସ୍ପେସ୍ ରହେନି। କହୁଛି ଯେ ରେକର୍ଡିଂ ମାନେ ସେଇଟା ଥ୍ୟାଙ୍କ ୟୁ ଏଇଥିପାଇଁ କହିବ ଯେ ଆମେ 3-4 ଦିନ ହେଲାଣି ଡେ 0ରୁ ଯୋଉ କରୁଥିଲୁ ଥ୍ୟାଙ୍କ ୟୁ, ସବୁ ଜିନିଷକୁ ଆମେ ଥ୍ୟାଙ୍କ ୟୁ କରୁଛୁ। ବଡି ପାର୍ଟସ୍ ହଉ, ଆମ ପାଖରେ ଯାହା ଅଛି ନେଚର ଉପରେ ଯାହା ବି ମାନେ ଯାହା ଦେଖାଯାଉଛି, ଏଇନା ସେ କଣ କହିଲା ସିକ୍ରେଟ ମୁଭିରେ, ଆମେ ସବୁବେଳେ ଶୁକ୍ରିୟା କରିବାର ଅଛି, ସବୁବେଳେ। ଆମକୁ ଯଦି କିଛି ଦରକାର, ଆମର ବ୍ରେକଡାଉନ୍ ଅଛି, ସେ ଜିନିଷଟାକୁ ଭୁଲିଯାଅ। ଆମକୁ ଯଦି କିଛି ପାଇବାର ଅଛି, ଯୋଉଟା ଅଛି ତା ପାଇଁ ଆମେ କେମିତି କରିବା? ଡେଲି ଡେଲି ତ ସେ ରଟା ହୁଆ, ସେ କଣ କହିଲା, ରଟା ହୁଆ ଜିନିଷ କିଛି କହିବାର ନାହିଁ। ତୁମର ଦିଲ୍ରୁ ଯୋଉଟା ଆସୁଛି ସେଇଟା କହିବ ହେଲେ ଯେ ତୁମ ଲାଇଫରେ ମ୍ୟାଜିକ୍ ହବ। ତ ସେଇଥିପାଇଁ ମୁଁ ସମସ୍ତଙ୍କୁ କହିଥିଲି ଯେ ଜଣେ କିଏ ଯେମିତି ସୁସ୍ମିତା ମ୍ୟାଡମ୍ ବ୍ରେନ୍ ଉପରେ ଲେଖି କହିଲେ, ଡିଟେଲ ନ କହିକିନା ବି ଆଇ ଏମ୍ ସୋ ଗ୍ରେଟଫୁଲ ନ କହିନା ବି ଥ୍ୟାଙ୍କ ୟୁ ମାଇ ବ୍ରେନ୍, ଥ୍ୟାଙ୍କ ୟୁ ମାଇ ନୋଜ୍, ଥ୍ୟାଙ୍କ ୟୁ ମାଇ ଇୟର, ଏମିତି ବି ସିମ୍ପଲରେ। ହଁ ଆମେ କଣ ସେମିତି କରିକିନା ତୁମେ ସେଟା ନିଜର ମୁଁ ଏଇଥିପାଇଁ କହିଲି ଯେ ଗୋଟେ ଗୋଟେ ସେମିତି କର, ଆଉ ନିଜର ସେଟାକୁ ବନେଇକିନା ରଖ, ସେଭ୍ କରିକିନା ଡେଲି ଶୋଇଲା ବେଳେ ହଉ କି ସକାଳୁ ଉଠିକିନା। ଆମେ ସବୁବେଳେ କଣ ସକାଳୁ ଉଠିନା କଣ କରିବା, ସାଙ୍ଗେ ସାଙ୍ଗେ ସେଟାକୁ ଚଲେଇ ଦିଅ, ଆଉ ଥ୍ୟାଙ୍କ ୟୁ ବ୍ରେନ୍ କଲାକୁ ସେ ସମୟରେ ମେସେଜ କର କି ମୋର ବ୍ରେନ୍ ଟା କଣ କଣ କାମ କରୁଛି। ଆମେ କେତେ ଲେଖୁଛୁ, ଲେଖିଲା ବେଳେ କେତେ ଯଦି ହେଇପାରୁନି, ତ ଶୁଣି ଶୁଣି ଆମେ ଟିକେ ଆମର ମେସେଜ ହବ ହେଲା। ତ ଆଜି ମୁଁ ଯଦି ଆଜି କେହି କରିବନି ନା, କାଲି ତୁମେ ମାନେ ନିଜେ ନିଜେ କ୍ଲାସ କରିବ, ମୁଁ ଖାଲି ଶୁଣିବି, କାଲି ମୁଁ ଶୁଣିବି ହେଲା। କେହି ଗୋଟେ ବି ଯଦି ମୋ କଥା ବୁଝିପାରୁନ, କାମ କରୁନ, ତାହେଲେ ମତେ କେମିତି ଇଣ୍ଟରେଷ୍ଟ ହବ? କିନ୍ତୁ ଯୋଉ ସୁସ୍ମିତା ମ୍ୟାଡମ୍ ଆପଣ କହନ୍ତୁ ତ, ଆପଣ ଯେତେବେଳେ ପଢିବା ପାଇଁ ଯାଉଛନ୍ତି, ଯଦି ତାର କିଛି ରେସ୍ପଣ୍ଡ ନ ଆସିବ, ଇଣ୍ଟରେଷ୍ଟ ହବ କି? କେବେ ନୁହେଁ, କେବେ ନୁହେଁ, କେବେ ହବନି। ତ ମତେ ତାହେଲେ ମୁଁ ମାନେ କରିବାକୁ ପଡିବ। ଏବେ ମୁଁ ବି ମୋ ଟାଇମ୍, ମୁଁ ବି ମୋ ଟାଇମ୍ ପାସ୍ ଜିନିଷ କରିବି। ଆଜି ମୁଁ ସକାଳୁ ବସିକିନା ଗୋଟେ ମତେ ନୂଆ ମୋର ବ୍ରେନରେ ପଶିଲା ଯେ ମ୍ୟାଜିକ୍ ଷ୍ଟୋନ୍ ଉପରେ କେମିତି କହିବି ନା, ପର୍ଯ୍ୟନ୍ତ ମୁଁ ସେଇ କାମରେ ଲାଗିଥିଲି। ମୁଁ ମାନେ ମୋର ଏତେ ଚ୍ୟାଲେଞ୍ଜେସ୍ ଥାଇକିନା ଚାଲ, କାହାକୁ କୋଉଥିରେ ବେନିଫିଟ୍ ହବ କାହାକୁ କହିହବନି, କୋଉ ରାସ୍ତାଟା ତାକୁ ଭଲ ଲାଗିବ, କୋଉ ମେଡିସିନ ଡକ୍ଟର, ସବୁ ଡକ୍ଟର ପାଖରେ ସବୁ ଜିନିଷର ଇଲାଜ ନଥାଏ, ହୁଏତ ଏଇ ରାସ୍ତାଟା କାମ ଦେଇପାରେ, ଏଇ ରାସ୍ତା। ମୁଁ ସେଥିପାଇଁ ଖାଲି ଖୋଜୁଛି କେମିତି ସମସ୍ତଙ୍କୁ ହେଲ୍ପ ମିଳିବ। କିନ୍ତୁ ମତେ ମୁଁ ଯଦି ଯୋଉଟା ଟିକେ ଚାହୁଁଛି ଗୋଟେ ଭିଡିଓଟା ବନେଇକିନା ଦିଅ, ଯଦି କେହି କରିବନି, ତାହେଲେ ମତେ କୋଉଠୁ ଇନ୍ସପାୟାର ମିଳିବ? ମୁଁ ତ ସେଇଟା ଖାଲି ସେତିକି ତ ଟିକେ ଚାହୁଁଛି। ତମେ କାମ କର, ଲାଇଫରେ ମ୍ୟାଜିକ୍ ଆଣ। ସେଟା ବି ଯଦି ହବନି କେମିତି ହବ କହ? ଦିଦି ଆଜି ମୁଁ ରେକର୍ଡିଂ କରିକି ପଠେଇଦେବି। ରେକର୍ଡିଂ ବି ଆଉ ଭିଡିଓ ବି। ହଉ ତାହେଲେ ଆଜି ସମସ୍ତେ 10ଟାର କଣ ଗ୍ରାଟିଚ୍ୟୁଡ ଲେଖି ସାରିଛ ସମସ୍ତେ। ଆଜି ହଉଛି ଆମର ଡେ 2 ର ମ୍ୟାଜିକ୍ ର ହେଲା। ମ୍ୟାଜିକ୍ ର କାହିଁ ଗଲା? ମ୍ୟାଜିକ୍ ର ତ ସମସ୍ତଙ୍କ ପାଖରେ ଥିବ। ସମସ୍ତେ ପୁରୁଣା ମେମ୍ବର, ଖାଲି ରେଣୁ ଆଉ ରାଇମନି ତୁମର କ୍ୟାମେରା ଅନ୍ କର। ଆଜିଠୁ ମୁଁ ଷ୍ଟ୍ରିଟ୍ ହେବି, କାହିଁକିନା ମୁଁ ଷ୍ଟ୍ରିଟ୍ ନହେଲେ ତମେ ମାନେ କି ତାପରେ କହିବ ଆରେ ମୁଁ ଏତେ ଦିନ ପ୍ରାକ୍ଟିସ କରୁଛି ମୋର ତ କିଛି ହଉନି, କାହିଁକି ମୋ ନେଗେଟିଭ ଆସୁଛି, କାହିଁକି ମୋ ଲାଇଫ ଏମିତି ହଉଛି? ଆରେ ତ ପ୍ରାକ୍ଟିସ ନ କଲେ କେମିତି ହବ? ଚାଲ ଦେଖ, ପଥର ଏଇଟା ହେଲା ମ୍ୟାଜିକ୍ ଷ୍ଟୋନ୍। ହଁ, ମାନେ ଆମେ ମାର୍ବଲ ହଉ କି ନର୍ମାଲ ପଥର ହଉ, ନହେଲେ ଯୋଉ ଆମେ ଯୋଉ ସେଇ ଏକ୍ୱେରିୟମରେ ଯୋଉ ପଥର ଗୁଡାକ ଥାଏ, ସେଇଭଳିଆ କଲରଫୁଲ ପଥର ଯେମିତି ହଉ, କ୍ରିଷ୍ଟାଲ ନେଇକି କୌଣସି ଆର୍ଟିଫିସିଆଲ ଜିନିଷ ନେବାର ନାହିଁ। ସେଇ ପଥରଟାକୁ ଆମର କାମ ହଉଛି ଆମେ ରାତିରେ ବସିକିନା ଆଗ ଯାହା ଯାହା ଖୁସି, ହଁ ସେଇଟା, ହଁ ଏଇ ପଥର ଅଛି। ସମସ୍ତଙ୍କ ପାଖରେ ପଥର ଅଛି, ଧରିଛ କିଏ କିଏ? ହଁ, ଏଇଟା କଣ ପଥରଟା ନା? ପଥରଟା ତ? ହଁ ହଁ, ଲିଲିର ତ ଥିଲା। ଆଉ ରାଇମନି ତୁମ ପାଖରେ ଅଛି? ତୁଳସୀ ପାଖରେ ତ ଥିବ। ରାଇମନି ଦେଖ। ହଉ ତାହେଲେ ତ ସେଇ ରକ୍ ଟାକୁ ଆମେ ଧରିକିନା ରାତିରେ ଆଗ କଣ କରିବା? ବହିରେ ତ କୁହା ହେଇନି, ଲେଖା
ଲେଖ ବୋଲିକିନା ବହିରେ ଖାଲି କୁହାଯାଇଛି ରାତିରେ ଏଇଟା ହବ ହଁ ମାର୍ବଲ ଟା ହବ ନା ହଁ ମାର୍ବଲ ହବ ମାନେ କି ଜାଣି ରଖ ଯେ ହଁ ଏଇଟା ହବ ଧରତୀ ମାନେ ଆମର ଯୋଉଟା ନେଚୁରାଲ ସୋର୍ସ ଯୋଉଟା ପଥର କି କଣ ସେ ଯୋଉ ମଣି ସେଇଟା କାହିଁକିନା ଆମେ ଏଇଟାକୁ ଆକ୍ଚୁଆଲି ଇନଡାଇରେକ୍ଟଲି ଆମେ ଧରତୀ ମାତାକୁ ହିଁ ମାନେ ଆମେ କହୁ ସବୁ ଜିନିଷ ହେଲା ସେ ଗୋଟେ ପଥର ନା ଆମେ ଯେମିତି ଭଗବାନଙ୍କୁ ଯୋଉ ମୂର୍ତ୍ତି ସେଟା ବି ତ ଗୋଟେ ପଥର କିନ୍ତୁ ଆମେ ଯେତେବେଳେ ମାନୁଛୁ ସେ ଭଗବାନ ନ ମାନିଲେ ସେଇଟା ସେଇ ସିଢିରେ ଆମେ ଚଢିନା ଯାଉଛୁ ବାହାରେ ବସୁଛୁ ବହୁତ କିଛି କାମ ମସଲା ଫସଲା ସବୁ ପଥର କିନ୍ତୁ ସେଇଥିପାଇଁ ଆମେ ପଥରଟାକୁ ଗୋଟେ ଏନର୍ଜି ହିସାବରେ ଆମେ ଧରିବା ହେଲା ତ ସେଇ ପଥରଟା ସେଇଟାରେ ମୁଁ ମେଡିଟେସନ ଟିକେ ଆଜି କରୁଥିଲି ଲେଖୁଥିଲି ହେଇଗଲେ ଭଲସେ ସେଇଟା ମୁଁ ଛାଡିବି ମେଡିଟେସନଟା ହଁ ବଢିଆ ମାନେ ଅଛି କେମିତି ମାନେ ପଥରଟାକୁ ଧରିକିନା ଆମେ ଆଜି ଖାଲି ମୁଁ କାମଟା ବତେଇ ଦଉଛି କାଲି ପୁଣି ସିକ୍ରେଟ ମୁଭିରେ ଆଉ ଟିକେ ପଥର ବିଷୟ ଦେଖିବା ଜାଣିବା ତାପରେ ସେ ମେଡିଟେସନଟାକୁ ମୁଁ ଗୋଟେ ଭିଡିଓଟେ ବନେଇକିନା ଇଏ କରିଦେବି ସେଇଟାକୁ ଧରିକିନା ତୁମେ ସେ ମ୍ୟୁଜିକ ସହିତ ମୁଁ ଏଥିପାଇଁ ଟିକେ ମତେ ଟିକେ ଆକ୍ଚୁଆଲି ଟେକ୍ନିକାଲ ଜିନିଷ ଗୁଡା ଆସେନି ନା ଯେମିତି ହଉଛି ସେମିତି କରୁଥା ଧୀରେ ଧୀରେ ଦେଖିବା ତ ପଥରଟାର କାମ ହଉଛି ତୁମେ ଆଗ ରାତିରେ ଯାହା ଯାହା ଭଲ ହେଇଛି ଆମ ଦିନ ସାରା ସେଟାକୁ ଲେଖିଦବ ଲେଖିକିନା ମାନେ ଭଲସେ ନ ଲେଖିଲେ ବି ଏମିତି ଆମେ ଟ୍ରୁଲି ଗ୍ରେଟଫୁଲ ସେମିତି ଲେଖିବା ଦରକାର ନାହିଁ ମନେକର ଆଜି ମୁଁ ଏଇନା ସକାଳୁ ମୁଁ ଉଠିକିନା ଅନ୍ଧାରୁ ଅଧା ଘଣ୍ଟା ଚାଲିକିନା ଆସିପାରିଲି ସେଥିପାଇଁ ବହୁତ ଥ୍ୟାଙ୍କ ୟୁ କାହିଁକି ନା ମତେ ସାଥ ଦେଲା ମୁଁ ସକାଳୁ ଉଠି ପାରିଲି ତ ସେଟାକୁ ରାତିରେ ଆମେ ଲେଖିବା ଆଜି ଯାହା ଯାହା ଆମେ ଖାଇଥିବା କୁଆଡେ ବୁଲି ଯାଇଥିବା ଆମକୁ କିଛି ଗିଫ୍ଟ ମିଳିଲା ଯାହା ବି ଏମିତି 10ଟା କି 15ଟା ଜିନିଷ ଆମର ଯାହା ଲାଇଫରେ ଆଜି ଦିନରେ ସେଟା ଭଲ ହେଇଛି ସେଟାକୁ ଲେଖିଦେବା ତାପରେ ସେ ପଥରଟାକୁ ଧରିକିନା ଆମେ ଥ୍ୟାଙ୍କ ୟୁ କହିବା ଆଉ ଯୋଉଟା ସେଇ ଦିନଟା ସାରା ଭିତରେ ଯୋଉଟା ସବୁଠୁ ଭଲ ଜିନିଷ ହେଇଥିବ ତାକୁ ଆମେ ବହୁତ ବା କରିବା ଆରେ ଆଜି ମୋ ପାଇଁ ବହୁତ ମାନେ ଥ୍ୟାଙ୍କଫୁଲ କି ଆଜି ମୁଁ ବଢିଆ ସେ କାମଟା କରିପାରିଲି କି ମୋ ଲାଇଫରେ ଆଜି ମନେକର ମୋର ମେଡିକାଲର କିଛି ଇସ୍ୟୁ ଥିଲା ସେଟା ମୋର ସକ୍ସେସଫୁଲ ହେଇଗଲା ସେଥିପାଇଁ ମୁଁ ବହୁତ ଖୁସି କି ପଇସା ଯାହାର ମନିର ତାକୁ ଯଦି କିଛି ଆସିଗଲା କି ସେ ଉପରେ ସେ କିଛି ଗୋଟେ କାମଟେ କଲା ଆଜି ମନେକର କାଲି ମୁଁ ଯେମିତି ମୋର ରାତିରେ ମୁଁ ବହୁତ ଦିନ ପୁରା ମାସେ 1.5 ମାସ ହେଇଗଲାଣି ଭିଡିଓ ବନେଇଥିଲି କାଲି ବନେଇଲି ଗୋଟେ ତ ମୁଁ ବହୁତ ଖୁସି ଯାହା ବହୁତ ଦିନରୁ ମୁଁ ଗୋଟେ ଭିଡିଓଟେ ବନେଇ ପାରିଲି ଏମିତି ତାକୁ ଥ୍ୟାଙ୍କଫୁଲ କରିବାର ଅଛି ହେଲା ପଥର ବିଷୟରେ ହଁ ସମସ୍ତେ ଗ୍ରାଟିଚୁଡ ଆଜି ଲେଖିବା ଗ୍ରାଟିଚୁଡ ମୁଁ ଆଜି ଚାହୁଁଛି ଆଜି ଗ୍ରାଟିଚୁଡ ମୁଁ ତ କହିଲିଣି 5 ଦିନ ହେଇଗଲାଣି ତ ଜଣେ ଜଣେ ଏଇନା କହ ଗ୍ରାଟିଚୁଡ କେମିତି ଲେଖାଯାଏ ତାହେଲେ ରୁନୁ ଆଗ ଲେଖା 5ଟା ସେଣ୍ଟେନ୍ସ ତୁ ଜଲ୍ଦି ଜଲ୍ଦି ଫୁଲ ସ୍ପିଡରେ ଯେମିତି ସିରିଏଲି ମୁଁ କହିଯିବି ରୁନୁ ତାପରେ ରେଣୁବାଲା ଯେମିତି ଲାଙ୍ଗୁଏଜରେ ହଉଛି ହେଲା ସେମିତି କିଛି ମାନେ ନାହିଁ ଯେ ଓଡିଆ ହଉ ହିନ୍ଦୀ ହଉ ଇଂଲିଶ ହଉ ଯାହାକୁ ଯୋଉଟା କମ୍ଫର୍ଟେବଲ ଯେକୌଣସି ବିଷୟରେ ଗ୍ରାଟିଟ୍ୟୁଡ ତ ବଡି ହଁ ହଉ ହଁ ଇଏ ହଁ ହଉ ହଁ ଏଇନା କିଛି ତ ଆଜି କିଛି ସେମିତି ନାହିଁ ସେଥିପାଇଁ ତ ଆଜି ମୁଁ କହୁଛି କଲ କାଲି ଅଛି ଆଉ କାଲି ସମସ୍ତେ 3ଟା ଫଟୋ ରଖିଥିବ ଯୋଉ ରିଲେସନ ଉପରେ ଭଲ ରିଲେସନ ଯାହା ଉପରେ ଆମେ ଗ୍ରାଟିଚୁଡ ଲେଖିପାରିବା ତାକୁ ଆଉ ଟିକେ ଭଲ କରିବା ପାଇଁ 3ଟା ଫଟୋ ରଖିଥିବ ହେଲା ଚାଲ କହ ରୁନୁ କହ I am truly grateful. I am truly grateful to universe because ମୁଁ ଆଜି ଠିକ ସମୟରେ ମୋର ସମସ୍ତ କାର୍ଯ୍ୟ ସମ୍ପନ୍ନ କରି ଗ୍ରେଟିଟ୍ୟୁଡ ଲେଖିବାକୁ ବସିଛି ତାପରେ ଥ୍ୟାଙ୍କ ୟୁ ଏମିତି ହାର୍ଟରେ ହାତ ଦେଇନ Thank ସାଙ୍ଗେ you, ସାଙ୍ଗେ thank you, thank you, thank you, thank you. I am truly grateful to universe because ମୁଁ ମୋ ନିଜ ହାତରେ ମୋ ଝିଅକୁ ଟିଫିନ ବନେଇ ଦେଇପାରିଛି Thank you, thank you,
Thank you. I am truly grateful to universe because ମୁଁ ଆଜି ସକାଳୁ ମା ଲକ୍ଷ୍ମୀଙ୍କ କୃପାରୁ ଚା ବିସ୍କିଟ ଖାଇପାରିଛି। Thank you, thank you, Thank you, thank you, thank you. I am truly grateful I am truly grateful to universe because ଆଜି ମୁଁ ସକାଳରୁ ମୋ ନିଜ ପାଦରେ ଚାଲି ଠାକୁରଙ୍କ ପାଇଁ ଫୁଲ ତୋଳିଛି। Thank you, thank you, thank you. चल तापर रेणु वाला कह। रुनु वॉइस टा बंद कर देता। वॉइस ऑन करो वॉइस। ମୁଁ ତ ସିଧା ଧନ୍ୟବାଦ ରୁ ଦେଖିଛି ଯୋଉଟା କହିବି। कह कह। I am हाँ 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 कह केमती मु देखिबे ना केमती करूछ। चला। ଧନ୍ୟବାଦ ମୋର ମା ଓ ବାପାଙ୍କୁ ଯିଏ ମତେ ଜନ୍ମ ଦେଇଛନ୍ତି। थैंक यू थैंक यू थैंक यू ଏମିତି ଲେଖିଛି ମୁଁ। ନାଇଁ ସେମିତି ଲେଖିବନି ଫାଷ୍ଟ ସକାଳୁ ଆମେ ଯୋଉ ଲେଖୁ କାରଣ ଲେଖିବାର ଅଛି। ଆଚ୍ଛା ସବୁବେଳେ ଦେଖିବ ମ୍ୟାଜିକ ବୁକ୍ ବହିରେ କହିଛି ନା କାରଣ ଟା କହିବାର ଅଛି ଆମେ କଣ ପାଇଁ ଥ୍ୟାଙ୍କ ୟୁ ତାହେଲେ ତ ଆମେ ଆଚ୍ଛା ହେଲା ଚାଲ ତାହେଲେ ମୁଁ ଏଟାକୁ କହିବି ଧନ୍ୟବାଦ ମୋ ମା ଓ ବାପାଙ୍କୁ କାରଣ ସେମାନେ ମତେ ଜନ୍ମ ଦେଇଛନ୍ତି। ଧନ୍ୟବାଦ 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 ଧନ୍ୟ ଲେଖ 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 ମାନେ ଆଉ ନୂଆ ଲେଖ ତୁମେ ଯୋଉଟା ଲେଖିଛ ନା ଏଇନା ଅଲଗା କିଛି ଲେଖ କହ। ଧନ୍ୟବାଦ ମୋର ମା ଓ ବାପାଙ୍କୁ କାରଣ ମତେ ଧରି ହସ୍ପିଟାଲରୁ ଘରକୁ ଆଣିଥିଲେ ମତେ କୋଳରେ ଧରି ହସ୍ପିଟାଲରୁ ଘରକୁ ଆଣିଥିଲେ। ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ। ଧୀରେ ଧୀରେ କହ ଧୀରେ ଧୀରେ କହ ସମସ୍ତେ ଲେଖିବେ ନା। ହଁ ତାପରେ କହ। ଧନ୍ୟବାଦ ମୋର ମା ଓ ବାପାଙ୍କୁ କାରଣ ସେମାନେ ମତେ ନରମ ବିଛଣାରେ ଶୁଆଉଥିଲେ। ଥ୍ୟାଙ୍କ ୟୁ କହିବ। ଥ୍ୟାଙ୍କ ୟୁ। ଧନ୍ୟବାଦ ମୋର ବାପା ଓ ମାଙ୍କୁ କାରଣ एक्चुअली धन्यवाद नहीं मु बहुत कृतज्ञ कहबो मु बहुत कृतज्ञ मो बापा माँ ପାଇଁ କାରଣ ତାପରେ କହିନା ତାପରେ ଧନ୍ୟବାଦ 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 ହେଲା। ହଁ ହଁ ମୁଁ ବହୁତ କୃତଜ୍ଞ ମୋ ବାପା ଓ ମାଙ୍କ ପାଇଁ କାରଣ ସେମାନେ ମତେ ବହୁତ ଯତ୍ନ ସହକାରେ ଲାଳନ ପାଳନ କରିଥିଲେ।
ମୁଁ ବହୁତ କୃତଜ୍ଞ ମୋ ମା ଓ ବାପାଙ୍କୁ କାରଣ ସେମାନେ ମୋ ହାତ ଧରି ଚାଲିବା ଶିଖାଇଥିଲେ। ତାପରେ ଥ୍ୟାଙ୍କ ମୁଁ ୟୁ ବହୁତ କହିବାଟା ଭୁଲିବନି। ଥ୍ୟାଙ୍କ ୟୁ ସାଙ୍ଗେ ସାଙ୍ଗେ ହାର୍ଟରେ ଏମିତି ହାତ ଦେଇନା ସେ ସମୟରେ କହିବ ମତେ ସତ ହାତ ଧରିକିନା ଚଲେଇବା ଶିଖେଇଥିଲେ ମନେ ମନେ ଭାବିକିନା ସେଇ ମାନେ ଫିଲିଙ୍ଗସରେ ଥ୍ୟାଙ୍କ ୟୁ କହିବ ହେଲା। ହଁ ମୁଁ ବହୁତ କୃତଜ୍ଞ ମୋ ମା ଓ ବାପାଙ୍କୁ କାରଣ ସେମାନେ ମତେ ଅ ଆ ଲେଖିବା ଶିଖାଇଥିଲେ। ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦ। ହଁ ତାପରେ ତୁଳସୀ କହ। I am truly grateful to universe. ଲେଖିଛି। ରେଣୁବାଲା ଭଏସ ଟା ବନ୍ଦ କରିଦିଅ। ହଁ କହ ତୁଳସୀ। I am truly grateful to universe because मैं आज अमृत बेला ପାଇଁ हूँ। ଅମୃତ ବେଳାରେ ଉଠିଲ ସେତେ ହଁ ଚଳିବ ବାକି ଆଉ ଟିକେ ଅମୃତ ବେଳାରେ ଉଠିକିନା କଣ କରିଲ ପ୍ରେୟାର ଗ୍ରାଟିଚ୍ୟୁଡ ଲେଖିଲ ହଁ ଚାଲ କଣ ପାଇଁ ଅମୃତ ବେଳାରେ ଉଠିଲ ସେତେ ଗୋଟେ କାରଣ ପାଇଁ ତ ଅମୃତ ବେଳାରେ ଉଠୁଛ ନା ଠିକ ଅଛି ସେଟା ଲେଖିବ ଚାଲ। Thank you, thank you, thank you. I am truly grateful to universe. I am truly grateful to universe. आज का बिकॉज मैं आज की सूरज देख पाई हूँ। थैंक यू थैंक यू थैंक यू। देख पा रहे हैं। I am truly grateful to universe. मैं स्वस्थ बिकॉज मैं स्वस्थ और तंदुरुस्त हूँ। I am truly grateful to universe. थैंक यू कहीं कहलानी। Thank you thank you thank you. I am truly grateful to universe मेरे माइंड के लिए क्योंकि मेरे माइंड मुझे हमेशा पॉजिटिव रखता है। थैंक यू थैंक यू थैंक यू। आई एम आई एम ट्रूली ग्रेटफुल टू यूनिवर्स मेरे ब्रेन के लिए क्योंकि मेरा ब्रेन मुझे ठीक निर्णय लेने में सहायता करता है। थैंक यू थैंक यू थैंक यू। आई एम ट्रूली ग्रेटफुल टू यूनिवर्स मेरे ब्रेन के लिए क्योंकि मुझे विजुअलाइजेशन करने के लिए मदद करता है। थैंक यू थैंक यू थैंक यू। आई एम ट्रूली ग्रेटफुल टू यूनिवर्स मेरे ब्रेन के लिए क्योंकि मुझे हमेशा संतुलित रखता है। थैंक यू थैंक यू थैंक यू। तुलसी ହେଇଗଲା ନା ରାଇମନି ତୁମେ କହ। ତୁଳସୀ ଭଏସ ଟାକୁ ବନ୍ଦ କରିଦିଅ। କହ ଯେମିତି ଜାଣୁଛ ହେଲେ ମୁଁ ଜାଣିବି ଠିକ ସେ ଲେଖୁଛ କି ନାଇଁ କିଛି ନାହିଁ। I am truly grateful to मेरी मम्मी पापा मेरे कमजोरी को समझने के लिए। थैंक यू थैंक यू मेरे कमजोरी को समझ के मुझे माफ करने के लिए है माफ करने के लिए।
I am truly grateful to हम्म, मेरी मम्मी पापा मेरे मेरे को ताकत बनाने के लिए मेरे ताकत बनने के लिए ଆଉ ଥରେ କଣ କହିଲ मेरे ताकत बनने के लिए बनाने के लिए ताकत बनने के लिए भी हବ ସେମାନେ ମୋ ତାକତ ତାକ ପାଇଁ ତ ମୁଁ ମାନେ ଷ୍ଟ୍ରଙ୍ଗ ହେଇଛି ନା ସେଟା ବି ଚଳିବ କିଛି ନାହିଁ କହ ତାପରେ I am truly grateful to हम्म, मेरे मम्मी पापा because मेरे मम्मी पापा मुझे अच्छा इंसान बनाने के लिए ନାଇଁ ରାଇମୁନି ଇଏ ହେଇଗଲା କି ଠିକ ଅଛି ଲିଲି ତୁମେ କହ I am truly grateful to ମା ତାରିଣୀ ଏତେ ସୁନ୍ଦର ସ୍ୱାସ୍ଥ୍ୟ ଦେଇଥିବା ପାଇଁ ଯାହା ଫଳରେ ମୁଁ ମୋର ନିଜ କାମ ମୁଁ ନିଜେ କରିପାରୁଛି। ଥ୍ୟାଙ୍କ ୟୁ କହ Thank you, thank you, thank you. I am truly grateful to ମା ତାରିଣୀ ମୋ ଜୀବନରେ ସୁଖ ସମୃଦ୍ଧି ଭରି ଦେଇଥିବା ପାଇଁ। Thank you, thank you, thank you. ଆଜି ଦିଦି ମୁଁ ଟିକେ ଲାଷ୍ଟ ରେ ମୋର ଟିକେ ସେୟାରିଂ ଅଛି କରିବି। ହଁ I am truly grateful to ମା ତାରିଣୀ କାରଣ ମୋତେ ମୋ ମନ ପସନ୍ଦରେ ମୋତେ ସବୁ ଦେଉଥିବା ପାଇଁ। Thank you, thank you, thank you. I am truly grateful to ମା ତାରିଣୀ କାରଣ ତମେ ମୋର ହାତ ଧରି ଠିକ ବାଟକୁ ନେଇଥିବା ପାଇଁ। Thank you, thank you, thank you.
I am truly grateful to Ma Tarini, କାରଣ ମୋତେ ସୁନ୍ଦର ପରିବାର ଦେଇଥିବା ପାଇଁ। Thank you, thank you, thank you. ଏଇନା ସୁସ୍ମିତା ମ୍ୟାଡାମ ଆପଣ କୁହନ୍ତୁ। I am truly grateful to the Almighty because He has given me clarity of thoughts in my mind and heart. ମୁଁ ବିଶ୍ୱନିୟନ୍ତକ ପାଖରେ କୃତଜ୍ଞ, ସିଏ ମୋତେ ମୋର ହୃଦୟ ଏବଂ ମନରେ ଚିନ୍ତା କରିବାର ଶକ୍ତି ଦେଇଛନ୍ତି। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ, ସବୁବେଳେ ହାର୍ଟ ରେ ହାତ ଦେଇକି ହଁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। ସେ ଥ୍ୟାଙ୍କ ୟୁ, ଫିଲିଙ୍ଗସ୍ ଟା ଥ୍ୟାଙ୍କ ୟୁ, ଆଣିବାର ଅଛି। ଥ୍ୟାଙ୍କ ୟୁ। ଆମକୁ ସବୁବେଳେ ଫିଲିଙ୍ଗସ୍ ଟା ଆଣିବାର ଅଛି ହେଲା। ଆଜ୍ଞା। I am truly grateful to my mom because she has taught me our tradition and culture. ମୁଁ ମୋର ମାଙ୍କ ପାଖରେ କୃତଜ୍ଞ କାରଣ ସେ ମୋତେ ଆମର ପରମ୍ପରା ଓ ସଂସ୍କୃତି ବିଷୟରେ ବୁଝାଇଛନ୍ତି। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। I am truly grateful to my Papa because he has taught me discipline. ମୁଁ ମୋର ବାପାଙ୍କ ପାଖରେ କୃତଜ୍ଞ କାରଣ ସେ ମୋତେ ଡିସିପ୍ଲିନ ଶିଖାଇଛନ୍ତି। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। I am truly grateful to my Guru Prasanna Sir because he was taking good care of me when I was a child. ମୁଁ ମୋର ଗୁରୁ ପ୍ରସନ୍ନ ସାରଙ୍କ ପାଖରେ କୃତଜ୍ଞ କାରଣ ମୁଁ ଯେତେବେଳେ ଛୋଟ ଥିଲି ସେ ମୋର ଭଲ ଭାବରେ କେୟାର ନେଉଥିଲେ। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। I am truly grateful to my spine because it helps me to be active and to do all works. ମୁଁ ମୋର ସ୍ପାଇନ୍ ପାଖରେ କୃତଜ୍ଞ କାରଣ ଏହା ମୋତେ ଆକ୍ଟିଭ ରହିବା ପାଇଁ ଏବଂ ସମସ୍ତ କାମ କରିବା ପାଇଁ ସାହାଯ୍ୟ କରେ। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ। ହେଲା ସଞ୍ଜୁ ତୁ 5ଟା କହିଦେ ତାପରେ ନା କହିବେ ହେଲା। ମ୍ୟାଡାମ ମୁଁ ଠିକ 11:45 ରେ ଯିବି ଏଇ ଫିଜିଓଥେରାପି ପାଇଁ। ଆଚ୍ଛା 10:45 ରେ। ଆଜ୍ଞା। ଆଚ୍ଛା ତାହେଲେ ନା ମୁଁ ଆଜି ସେ ସ୍ପାଇନ୍ ପାଇଁ କହୁଥିଲି ସ୍ପାଇନ୍ ର ହଁ। ପ୍ରୋବ୍ଲେମ ଟା ହୁଏ କୋଉଠି। ଆଚ୍ଛା ତାହେଲେ ହେଲା ସେଟା ଜାଣିଛନ୍ତି କଣ ପାଇଁ ହଉଛି ପ୍ରୋବ୍ଲେମ ଟା ଆପଣଙ୍କର? ମାନେ ମେଡିକାଲରେ ତ ଡକ୍ଟର ତ ନିଶ୍ଚୟ କହିଥିବେ କିଛି ନା କିଛି ପ୍ରୋବ୍ଲେମ ତାଙ୍କର ଭାରି ଜିନିଷ ସେଟା ମେଡିକାଲି ପ୍ରୋବ୍ଲେମ ଟା କହିଛନ୍ତି। ମେଡିକାଲ ଏଟା କହୁଥିବେ ଭାରି ଜିନିଷ ଉଠେଇଦେଲେ କି ଅଚାନକ ଆମେ ଶୋଇ ଯାଉନା ମାନେ ବେଡ୍ ପୋଜିସନ ରେ ମୋର 19 ରେ ଗୋଟେ ଇଏ ହେଇଥିଲା ଆକ୍ସିଡେଣ୍ଟ। ହଁ ସେଇଥିପାଇଁ ତାହେଲେ ସେଇଥିପାଇଁ ପ୍ରୋବ୍ଲେମ ଥିଲା। ଠିକ ଅଛି ସେଟା ତ ଯାହା ହେଲା ତାକୁ ତ ଆମେ କିଛି କରିବୁ ନାହିଁ କିନ୍ତୁ ଲୁଇ ଆମେ ଯୋଉ କରିଥିଲୁ ଯୋଉ ବୁକ୍ ଟା ଲୁଇଙ୍କ ହିସାବରେ ହଉଛି ଆମେ ସବୁବେଳେ ନା ମାନେ କାହାରି ହେଲ୍ପ ନେବା ପାଇଁ ଚାହୁଁନି ଇମୋସନାଲ ଯୋଉ କାରଣଟା ହଉଛି ହଁ ମାନେ ଆମର ନେଚର ସେଇଟା ହେଲ୍ପ ନେବା ପାଇଁ ଚାହୁଁନି ତାପରେ ସବୁବେଳେ ଭାବୁ ମୁଁ ଏକଲା ଅଛି ଭାବନ୍ତି ଆପଣ ଭାବନ୍ତି ହଁ ଏଇଟା ମାନେ ଏଇଟା ତ କାରଣ ଏଇଟା ବି ସତ କଥା ମୁଁ କାହାରି ହେଲ୍ପ ନେବାକୁ କେତେବେଳେ ବି ଚାହେଁନି ସବୁ କାମ ନିଜେ କରିଦବା ପାଇଁ ଚାହେଁ। ହଁ ଏଇଟା ହଉଛି ମାନେ ସ୍ପାଇନାଲ ଇଏର ଯାହାମାନଙ୍କ ପ୍ରୋବ୍ଲେମ ମାନେ ଏମାନଙ୍କ ନେଚରରେ ଏଇଟା ଥାଏ। ହେଲ୍ପ ନେବା ମାନେ କଣ ମତେ ଯଦି ଦରକାର ତ କେତେବେଳେ କଣ ତ ଆମେ ତ ତାହେଲେ ଆମେ ଏଇ ସୃଷ୍ଟିଟା ଅଛି କାହିଁକି ସମସ୍ତଙ୍କର ହେଲ୍ପରେ ତ ହଉଛି ନା ଏକ ଦୁସରାର ହେଲ୍ପରେ ଆମେ ଗୋଟେ ଘରଟା ଫାଷ୍ଟ ସେ କୋଉ ଗୋଟେ ଷ୍ଟୋରିଟା ଥିଲା ଗୋଟେ ଘରଟା ଆମେ ଯଦି ମାନେ ଗୋଟେ ଘରଟା ବନେଇଲା ସ୍ୱପ୍ନ ଦେଖିଲା ସେଠି ମୁଁ ଏକଲା ରହିବି ବୋଲି ଭାବିଲେ ହବ କି ତା ସାଙ୍ଗରେ ଆମକୁ ଭାବିବା ପାଇଁ ପଡେ ଯେ ମୋ ଘରେ ମୋ ଫ୍ୟାମିଲି ଥିବେ ପ୍ରାଇଭେଟ ଥିବ ଗାଡି ମାନେ ସବୁ ଆମେ ଯୋଉ ସ୍ୱପ୍ନ ଦେଖୁଛୁ ଏକଲା ତ ହବନି ତ ଆମକୁ ଏକ ଦୁସରାକୁ ସାହାରା ଦରକାର ସେଇଟା ଆମକୁ କେତେବେଳେ ମାନେ ଏକଲା ଠିକ ଅଛି
ଆମେ ସବୁ ଜିନିଷ କରିବା କିନ୍ତୁ ହେଲ୍ପଟା ବି ଆମକୁ ଦରକାର ନହେଲେ ହବନି ହେଲା। ଘରେ ଏକ ଦୁସରାଙ୍କର ସାଥ ନହେଲେ ହବନି। ଏଇ ଜିନିଷଟାକୁ ଆପଣଙ୍କୁ ଟିକେ ଚେଞ୍ଜ କରିବା ପାଇଁ ପଡିବ ହେଲା ଫାଷ୍ଟ। ସେକେଣ୍ଡ ହଉଛି ଆପଣ ସବୁବେଳେ କଣଟା କହିଲି, ହଁ ଏକଲା ଭାବନ୍ତି କି ମୁଁ ସବୁବେଳେ ଏକଲା ଅଛି ମତେ କେହି ମାନେ ସେଇଥିପାଇଁ ଆପଣ କାହାଠୁ ହେଲ୍ପ ନେଉନାହାନ୍ତି ନା। ତାର ସେକେଣ୍ଡ ରିଜନ ହଉଛି ସବୁବେଳେ ସେଥିପାଇଁ ଫିଲିଙ୍ଗସଟା ଆସୁଛି ଯେ ମୁଁ ତ ସବୁବେଳେ ଏକଲା, ମତେ କେହି ମୋର ମାନେ ଫିଲିଙ୍ଗସକୁ ବୁଝୁନାହାନ୍ତି, ମୁଁ ସବୁବେଳେ ଏକଲା ରହିଯାଇଛି। ମାନେ ଛୋଟବେଳୁ ଏ ଜିନିଷଟା ଆପଣଙ୍କର ଥିବ ନିଶ୍ଚୟ। ମାନେ ଯୋଉ ଚାଇଲ୍ଡ ଆମର ଯୋଉ ମାନେ ଇନର ଚାଇଲ୍ଡ ଯୋଉ କହନ୍ତି ନା, ଆମର ଯୋଉ ସବୁ ହେଲ୍ଥ ଇସ୍ୟୁ ସବୁ ହଉଛି ନା, ହୁଏତ ପୁନର୍ଜନ୍ମ ମାନେ ଆର ଜନ୍ମର କିଛିଟା ଗୋଟେ ଆମର ଯୋଉ ଥିଲା କାର୍ମିକ ଥାଏ ସେଇଟାକୁ, ନହେଲେ ଏଇନା ବି ଆମେ କିଛି ବିଲିଭ ଲିମିଟେଡ ବିଲିଭ ଯୋଉଟା କହନ୍ତି ମାନେ ତାକୁ ଆମେ ଆମ ଇଏରେ ରଖିଦେଇଛୁ, ସେଇଟା ଆମେ ବାହାର କରିପାରୁନୁ। ସେଇଥିପାଇଁ ଆମର ଏସବୁ ଠିକ ଅଛି। ମାନେ ଆମର ମାନେ ଏଇ ଯୋଉ ଲ ପ୍ରୋଟେକ୍ସନ ର ହିସାବରେ 20% ହଉଛି ନେଚର या ଆମର କାର୍ମିକ ଯୋଉଗୁଡାକ ସେଇ ହିସାବରେ ଆମେ ଏଗୁଡାକ ଭୋଗୁ ଯାହା ବି ମାନେ ହେଲ୍ଥ ହଉ ମନି ପାଇଁ ହଉ କି ରିଲେସନ, କିନ୍ତୁ ବାକି ଯୋଉ 80% ନା ଆମ ହାତରେ ଅଛି, ଆମେ ଚେଞ୍ଜ କରିପାରିବା। ତ ସେଇଥିପାଇଁ ଏଇଟା ଗୋଟେ ହେଲା। ଥାର୍ଡ ହଉଛି ଆପଣଙ୍କର ଫ୍ୟୁଚର ବି ଡର ରହୁଛି, ଭବିଷ୍ୟତରେ ମୋର କଣ ହବ। ଆରେ ଆମେ ଆଜି ଦିନଟା କେମିତି ବଞ୍ଚିବା, ଆଜି ଦିନଟାକୁ ଠିକ ଅଛି। ଫ୍ୟୁଚର ଚିନ୍ତା ମାନେ ଯେତିକି ଦରକାର ଫାଇନାନ୍ସିଆଲି ଆମର ଏତିକି ସେଭିଂ ଦରକାର କି ମୋର ହେଲ୍ଥଟା କେମିତି ଠିକ ରହିବ, ମୁଁ ଆଜିଟା ଆମେ ଯଦି ଠିକ କରିବା ତାହେଲେ ତ ଆମେ ଭବିଷ୍ୟତରେ ଠିକ ହବା ନା। ଆଉ ଫ୍ୟୁଚରରେ କଣ ହବ ଭାବିକିନା ଏଇନାଠୁ ଆମେ ରିଗ୍ରେଟ ହେଲେ ତ କିଛି ଫାଇଦା ନାହିଁ। ଆପଣ ଯଦି ଭାବିବେ ଆରେ ମୋର ଏମିତି ହେଇଛି ଡକ୍ଟର କହିଛି, ତା ଛଡା ତ କିଛି ବାଟ ତ ନାହିଁ। ବାଟ ଅଛି କି? କିଛି ନାହିଁ। ଆପଣ ତ କିଛି କରିପାରିବେନି। ଆଉ ନାଇଁ ମୁଁ ଯାଉଛି ଥେରାପି ପାଇଁ ଯାଉଛି, ମତେ ଡକ୍ଟର କହିଛି, ସେଟାକୁ ଭାବିଲେ କିଛି ସେକେଣ୍ଡ ମୁଭିରେ କଣ କଲା ସେଟା ଭୁଲି ଯାଅ। ତୁମକୁ ଯଦି ସେ ଜିନିଷଟା ଦରକାର ନାହିଁ ମାନେ ତ ସେଠୁ ଦୂରରେ ରହ। ତାର ଅପୋଜିଟ ଜିନିଷଟାକୁ କହ ମୁଁ ପୁରା ଠିକ ଅଛି, ମୋର ସ୍ପାଇନାଲ ଠିକ ଅଛି, ମୋର ବହୁତ ସାହାଯ୍ୟ କରିଛି ସେ ମତେ ଠିଆ ହେବାରେ, ବଡି ଷ୍ଟ୍ରକ୍ଚରରେ, ଏମିତି ନା ସବୁ ଯୋଉ ଇନଫର୍ମେସନ ଅଛି ଏଇଟା ଆପଣ ଇଏ କରିବେ। ତାପରେ ବେଶୀ ଟେନସନ ନେବେନି ହେଲା। ଆଉ ସବୁ କିଛି जिम्मेदारी है कबज माने टेंशन लेना आ सब कुछ खुद संभाल लेना। एटा होचे माने स्पाइनल रो लुई है हिसाब रे ताको हिसाब रे आ खुद पर विश्वास कम करना। माने निज ऊपर विश्वास नहीं, विश्वास नथिले तो आमे आखु बढ़ी परबे। सेटा त हमकु कहूचे ना तुम विश्वास करो आ करि चलो, कामटा करि चलो। विश्वास दरकार। आ डिसीजन नेबा पे आपन डरंती बोधे, डरंती कि डिसीजन नेबा पे? ହଁ ତାହେଲେ ଏଇ ଜିନିଷଟାକୁ ଆପଣ ଯାହା ଯାହା କହିଲି ଆଉ ଟିକେ କାଲି ମତେ ଆଉ ଟିକେ ମନେ ପକେଇବେ। ଏଇଆ ସବୁ ଆପଣ ଲେଖିକିନା ରଖିବେ। ଆଉ ଏଇଟା ନା ପ୍ରାୟ ବହୁତ ବେମାରୀର ଅଛି, ସବୁ ବେମାରୀରେ ଏଇ ସବୁ କାରଣ ଅଛି। ବହୁତ ଅଧିକା କିଛି ନୂଆ କାରଣ ନାହିଁ, କେତେଟା ଜିନିଷ ଚେଞ୍ଜ ହୁଏ। ହଁ ନାଇଁ ଏଇ ଯୋଉ ବେକର ସର୍ଭାଇକାଲ ଯୋଉଟା କହିଲେ, ମୋର ବେକର ପ୍ରୋବ୍ଲେମ ରେ ତ ମୋର 2ଟା 3ଟା ରହୁଛି। ମୋର କାହାଠୁ ହେଲ୍ପ ନେବି ନାହିଁ। ହଁ ତ ସେଇ ଯୋଉ ଏଇ ଯୋଉ ସର୍ଭାଇକାଲ ଆଉ ସ୍ପାଇନାଲ ସେମ ଜିନିଷଟା ଆମର ବେକ୍ ବୋନ ପରେ ସେମାନେ ମଝିରେ ସେଟା ଅଛି, ବାଲାନ୍ସ କରେ ବଡିର ସବୁ ଜିନିଷକୁ ସେ ବାଲାନ୍ସ କରେ। ଆଉ ସେଇଥିରେ ଯଦି ଆମେ ନିଜକୁ ଯଦି ବାଲାନ୍ସ ରହିପାରିବାନି, ଡରିବା, ଆତ୍ମବିଶ୍ୱାସ, କନଫିଡେନ୍ସ ହବନି, ତ ପ୍ରୋବ୍ଲେମଟା ସେଇଠୁ କିଛିଟା ବାଟ ଆପଣ ସେଇଟାକୁ ଟିକେ ମାନେ ଖୋଜନ୍ତୁ। ଆପଣ କୋଉ ଜାଗାରେ ଆପଣ ଏକଲା ମେହସୁସ ସେଟାକୁ ଲେଟ ଗୋ କରନ୍ତୁ। ମାନେ ଦିନେ ବସିକିନା ଆପଣ ଲେଖନ୍ତୁ ମୁଁ କୋଉ କୋଉ ଜାଗାରେ ମୁଁ ଏକଲା ହଉଥିଲି, ସେ ସମୟରେ ମୁଁ ଦୁଃଖ ମାନେ ମେହସୁସ କରୁଥିଲି, କନଫିଡେନ୍ସ ମୋର କୋଉ ଜାଗାରେ ନଥିଲା। ତାପରେ ଲେଖିକିନା ଗୋଟେ ବ୍ଲାକ ପେନ ରେ ଗୋଟେ ଏମିତି ପେପର ଲେଖା ତାକୁ ଇଏ କରନା, ତାକୁ ମାନେ ବାଥରୁମ ରେ ପାଣିରେ ଇଏ ଜଳେଇ ଦେଇକିନା କି ମାନେ ଫ୍ଲାକ୍ସ କରିଦେବେ, ତାକୁ ଲେଟ ଗୋ କରିଦେବେ। ଏମିତି ଆପଣ ନା ହପ୍ତାହକୁ ଦିନେ ୟା ଯେତେବେଳେ ଆପଣଙ୍କୁ ଲାଗୁଛି ନେଗେଟିଭିଟି ନା ଫଟକିନା ବସନା ଲେଖେ, ସେଟାକୁ ଆମେ ଦବେଇକିନା ରଖିଲେ ବି ବେମାରୀ ହବ ହେଲା। ରାଗ ଏଗୁଡାକ ସବୁ ଦବେଇକିନା ରଖିଲେ ବି ବେମାରୀ, ତ ସେଟାକୁ ଆମେ ବାହାର କରିବାର ଅଛି। ହିଲିଂ ହଉଛି ଲେଖି ଦିଅନ୍ତୁ ଏଫର୍ମେସନ। ଯୋଉ ଆପଣ ମିରର ଦେଖିକିନା ଏଫର୍ମେସନ ଟା କରିବେ। ଫାଷ୍ଟ ତ ସବୁବେଳେ ଆପଣ ଯେତେବେଳେ ବସୁଛନ୍ତି ନା ବେଲ୍ଟ ବୋଧେ ବାନ୍ଧିବା ପାଇଁ କହିଥିବ। ହଁ ଶୁଣା ଯାଉନି ଭଏସ। ହଁ ହଁ ନାଇଁ ବେଲ୍ଟ ମତେ ଏବେ କେବଳ ଯିବା ଆସିବା ବେଳେ ଗାଡି ଚଲେଇଲା ବେଳକୁ କହିଛନ୍ତି ବାନ୍ଧିବା ପାଇଁ। ହଲିବା କଥା ନୁହେଁ। ହଁ ସ୍ପାଇନାଲଟା ହଁ ତ ସବୁବେଳେ ଆପଣ ଚେଷ୍ଟା କରନ୍ତୁ ଯେ ମାନେ ଆମର ହାଡଟା ସିଧା ରହିବ, ଆମେ ବସିବୁ। ଆଉ କଣ୍ଟିନ୍ୟୁ ବେଶୀ ସମୟ ଆପଣ ବସିବେନି, ଟିକେ ରେଷ୍ଟ ଟିକେ ନେବେ, କଣ୍ଟିନ୍ୟୁ ବସିବେନି। ଆପଣଙ୍କୁ ନା ଗାଡିଟା ଯୋଉ କୁହାହେଇଛି ଲେଖୁଛନ୍ତି ଠିକ ହେଲା। ଆପଣ ତ ହେଇଗଲାଣି 6 ମାସ, ମତେ ଲାଗୁଛି ବର୍ଷ ହେଇଯିବ ଆପଣ ମ୍ୟାଜିକ ବୁକ୍ କୁ ଆସିଗଲେଣି। ଆଉ ଆପଣଙ୍କୁ ବତେଇବା ପାଇଁ ବି ପଡିବନି, ବହୁତ ସାରା କ୍ଲାସ କରିସାରିଲେଣି। ତ ସେଇଥିପାଇଁ ନା ସବୁବେଳେ ଯେତେବେଳେ ଶୋଇଛନ୍ତି ନା, ମୁଁ ଏଇନା ଯେମିତି ମୋର ଥିଲା ହେଲ୍ଥ ଇସ୍ୟୁ, ମୁଁ 10ଟା ଲେଖୁଥିଲି ବହୁତ କଷ୍ଟରେ, କିନ୍ତୁ ବାକି ସମୟ ନା ମୁଁ ଶୋଇ କହି ଚାଲିଥିଲି
ହେଲା ଆପଣ ସେଇଆ କରିବେ। ଯଦି ଆପଣଙ୍କୁ କଷ୍ଟ କେବେ ବି ନା ମାନେ ହେଲ୍ଥ ନିଜ ଶରୀରକୁ ଏଇନା ପାଇଁ ଆପଣଙ୍କ ଶରୀରକୁ କେବେ ଜବରଦସ୍ତି କଷ୍ଟ ଦେବେନି। ଲେଖିକିନା କରିକିନା ଏଫର୍ମେସନ ଟାକୁ ଆପଣ ଶୋଇକିନା ବି କରନ୍ତୁ କି ଟିକେ ବସିଲା ସକାଳୁ ଟିକେ ଫ୍ରେଶ ଲାଗିଲା ଲେଖନ୍ତୁ ଜଲ୍ଦି ଆପଣଙ୍କ ଟାଇମ ହେଇଯିବ ହେଇଗଲାଣି ହଁ लिखी दिंतु मैं जीवन द्वारा पूरी तरह से सपोर्टेड हूँ माने मु समस्त मते सपोर्ट जो मिलुची ताको निज ये रे भी आपण लैंग्वेज रे लिखि परिबे। ये ଆସିଲେଣି ମୁଁ हां ठीक अछि ମୁଁ हां ठीक अछि आपण जानतो ମୁଁ आगो सेटा बहुत जरूरी मु आउथरे कहि देबे काली ଆଜ୍ଞା मने पकेबे मु कहि देबे ହେଲା हां ହଁ ଏଇଟା ହବ ନା ମୁଁ ଜୀବନ ସାରା ସମସ୍ତଙ୍କ ସପୋର୍ଟ ପାଇପାରୁଛି ହଁ हां सपोर्टेड में हां सपोर्ट पे मु ठीक अछि ଆଜ୍ଞା ଆସିଲି हां ନମସ୍କାର ହେଲା तापरे तापर संजु लिखि देतो काली टिके मने पके देबो एटा समस्त को पे देखो ए इन्फॉर्मेशन गुडा को आज नले काली हमर काम रे आसीबो आसुची भी आसीबो भी किछि माने एडा को किछि खराब न हमको आगुरु ए प्रॉब्लम न हो करना भी हमें लिखि परिबा हां एटा समस्त को पे के केठु आउट हे गले जार दरकार नै भाबी ना डिस्कशन एम्ति केबे भी करबा कथा नै केना सबुथरे हमें सबले हां ମୋର ତ ସମସ୍ତଙ୍କ ସପୋର୍ଟ ମତେ ସମସ୍ତେ ଅଛନ୍ତି ନାନୀ ଅଛନ୍ତି ନା ହଁ ଖାଲି ପ୍ରଭାତ ଆସିଥିଲେ ସେ ଗଲେ ଆଉ କେହି तो बात नहीं मानिनी भी आसला मानिनी भी पड़ेला मानिनी डरी ना पड़ेला मते भी आज कहिया पे पड़िबो कहिना डरिले हबनी ହେଲା जे ନାନୀ ମୁଁ କହୁଛି हां कह 5 elements ର ଗୋଟେ ଗୋଟେ I am truly grateful to universe କାରଣ ମତେ ସୂର୍ଯ୍ୟଙ୍କ ଦୟାରୁ ଲାଇଟ ଏନର୍ଜି र नहीं एटा तो तू एना एटा कहथु ना एटा टिके लिखि दे तो मते एना मु कोडे एपाक सपाक हे जीवो जो स्पाइनल रो इन्फॉर्मेशन टा लिखि दे ହଁ समस्त आगो हां जोटा अच्छी चाली से सेटा सरी जाऊ एटा रेकॉर्डिंग भी होउची तो हां रेकॉर्डिंग ଗୋଟେ भी ଦେଖିଛି हां गोटे लिखिचु ना मैं जीवन द्वारा पूरी तरह से ଜୀବନ ସାରା ସମସ୍ତଙ୍କର ସପୋର୍ଟ ପାଇପାରୁଛି हाँ मैं खुद पर और जीवन पर भरोसा करती हूँ ନିଜ ଉପରେ ଓ ସମସ୍ତଙ୍କ ଉପରେ नहीं मो खुद पर जीवन माने मो जीवन पर मु भरोसा करे ଓ ଜୀବନ ଉପରେ भरोसा करे हाँ मु सुरक्षित अच्छे मैं सुरक्षित हूँ ମୁଁ ସୁରକ୍ଷିତ ଅଟେ हूँ, ସୁରକ୍ଷିତ ଅଛି हूँ। इटा माने ଏଇଟା जितने ତ ସବୁ हाँ मैं मेरे रीढ़ की हड्डी स्वस्थ है एटा एक्चुअली आमे तरे बसिबा आखि मुजी ना तमे एटा भाबिबा तापरे तार हाँ तार इन्फॉर्मेशन टा होची मैं सुरक्षित हूँ और मुझे सहारा मिल रहा है शॉर्टकट ये रे रुनु वॉइस बंद कर दे हाँ, मैं सुरक्षित हूँ मुझे सहारा मिल रहा है ହେଇଗଲା ସେକେଣ୍ଡ ଟା କଣ ସେକେଣ୍ଡ ଟା ଟିକେ ସେକେଣ୍ଡ ଟା ମୁଁ ନିଜ ଉପରେ ଓ ଜୀବନ ଉପରେ ଭରସା କରେ କାଲି କହିଦବା ଫେଟି ଲିଭର ଟିକେ କାଲି ଦେଖିବା ଆଜି ତ ଷ୍ଟୋନ ର ଥିଲା ତଥାପି ଯଦି ଦେଖିକିନା ମୋଟା ଦେଖିନା ଟାଇମ ର ହେଲା ଫେଟି ଲିଭର ତ ମତେ ରେଣୁବାଲା ତୁମେ ସେ ଇଏ ସମୟରେ ବି ଟିକେ ଜଲ୍ଦି ଜଏନ କରିବ ଯେ ମୁଁ କହିଦେଲେ ବି ହବ କଣ ଦେଖିକିନା ହଁ ଏକ୍ସରସାଇଜ ଯେତେବେଳେ ଆମେ ୟୋଗା କରୁଛୁ ସେଇ ସମୟରେ ହେଲା ତ ଆଉ ଗୋଟେ ଆଜି କହୁଛି ଆଜି ତ ଲେଖା ହେଲା ଏମିତି ରକ୍ ର କରିବ ମୁଁ ଦେଖେ ଆଜି ରକ୍ ର ମେଡିଟେସନ ଟାଇପ ର ଗୋଟେ ବି ଅଛି ଦେଖିକିନା ଆଉ ସମସ୍ତେ ଆଜି ନବରାତ୍ରିର ଫାଷ୍ଟ ଦିନର ଦେଖିବ ସେ ମେଡିଟେସନ ଟା ଦେଖିଲ କି ଭିଡିଓ ଦେଖିଲ କାଲି ସେଟା ଆଜି କରିବ ଯେମିତି କରିହେଲେ ପୂଜା ସାରିକିନା କି ପୂଜା ରୁମ ରେ ବସିକିନା ମାନେ ଆମେ ପୂଜା ପାଠ ତ କରୁ ପୂଜା ପାଠ ସାଙ୍ଗରେ ଆମକୁ ଆମର ଏନର୍ଜି ଟାକୁ ବି ଆମକୁ ଆଣିବାର ଅଛି ଆମ ପାଖରେ ଯୋଉ ଶକ୍ତିଟା ଅଛି କୋଉଥିପାଇଁ ନବରାତ୍ରି ହୁଏ ମାନେ ତାର ପାୱାର କଣ ମା ଶୈଳପୁତ୍ରୀ କଣ ପାଇଁ ମାନେ ଆବିର୍ଭାବ ହେଇଥିଲେ କିଛି ଗୋଟେ ଶକ୍ତି
ତାଙ୍କର ଇଏ କରୋନା ସହିତ ଆସିଥିଲେ ନା ଧରତୀକୁ। ତ ଆମ ପାଖରେ ବି ଆମେ ଯଦି ସେଇଭଳିଆ କରିବା ଆମେ ବି ନିଶ୍ଚୟ କିଛିଟା ତ ଆମେ ହୁଏତ ମା ଦୁର୍ଗା ନହେଲେ ବି କିଛିଟା ପାୱାର ତ ଆଣିପାରିବା ଆମ ନିଜ ପାଇଁ ନିଜ ଫ୍ୟାମିଲି ପାଇଁ। ସେତିକି ଆଣିଲେ ବହୁତ ହେଲା। ତ ସେଇଥିପାଇଁ ସେଇ ମେଡିଟେସନଟା ଯେ ଦେଖିନା ଯେମିତି କହିଲା ସମସ୍ତେ କରିବ। ଆଉ ସେଇ ୟୁଟ୍ୟୁବରେ ସେଇ ଜାଗାରେ କମେଣ୍ଟ ଟିକେ ଲେଖିବ କେମିତି ଲାଗିଲା, ତାପରେ କଣ କଣ ମାନେ ଫାଇଦା ଦଉଛି। ଯାହା ଯାହା ମୁଁ ଭିଡିଓ ବନଉଛି ତା ତଳେ ଟିକେ କମେଣ୍ଟ ବି ଲେଖିବ। ଆଉ ହବ ତ ଆଜି ଯେମିତି ମୁଁ ଭିଡିଓ ବନେଇଲି ରକ୍ ଟାକୁ ଧରିକିନା କେମିତି କେମିତି ସମସ୍ତେ ଯେମିତି ଏଇନା ମୁଁ କହିଲି ସେଇଠି ବି କମେଣ୍ଟରେ ବି ଲେଖିପାରିବ ଯେ ମୁଁ ଏମିତି ଏମିତି କରୁଛି ହେଲା। ଭିଡିଓ ଦେଖିକିନା ହେଲେ ମୁଁ ଜାଣିବି ଯେ ସତରେ ଭିଡିଓ ଦେଖୁଛ। ନାଇଁ ତାପରେ ନିଜର ବି ରହିବ କମେଣ୍ଟ କେମିତି ଦେଲ କଣ ହେଲା। ଠିକ ଅଛି ଏମିତି ନା କରିବ। ହଁ ସଞ୍ଜୁ କହ ଏଇନା।